ମୁଁ ସୁଶାନ୍ତ ଆପଣଙ୍କୁ ସ୍ୱାଗତ କରୁଛି ଓଡ଼ିଶା ଷ୍ଟଡି ସେଣ୍ଟରକୁ। ଆଜି ଆମେ ଡିସ୍କସନ୍ କରିବା ଓଡ଼ିଆ ଗ୍ରାମାର କିଛି ବଛା ବଛା କ୍ୱେଶ୍ଚନ୍ ଏବଂ ଆନ୍ସର୍କୁ। ତ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଆସିଥିଲେ ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା ପ୍ରତ୍ୟେକଟି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଚାଲନ୍ତୁ ଆଜିର କ୍ୱେଶ୍ଚନ୍ ଆନ୍ସର୍କୁ ଷ୍ଟାର୍ଟ କରିବା। କ୍ୱେଶ୍ଚନ୍ ନମ୍ବର 25 ସେ କହୁଛି ବିଶେଷ୍ୟ ପଦଗୁଡ଼ିକ ବାକ୍ୟରେ ମୁଖ୍ୟତଃ କେଉଁ ଭାବରେ ବ୍ୟବହୃତ ହୋଇଥାଏ? ଅପସନ୍ ଦେଲା କର୍ତ୍ତା, କର୍ମ, ସମ୍ବୋଧନ, ସବୁଗୁଡ଼ିକ। ବିଶେଷ୍ୟ ପଦଗୁଡ଼ିକ ବାକ୍ୟରେ ମୁଖ୍ୟତଃ କେଉଁ ଭାବରେ ବ୍ୟବହୃତ ହୋଇଥାଏ? କର୍ତ୍ତା, କର୍ମ, ସମ୍ବୋଧନ। ତ କରେକ୍ଟ ଆନ୍ସର ହେଇଯିବ ପିଲାମାନେ ଏ ସମସ୍ତ ଗୁଡ଼ିକ ୟୁଜ୍ ହୋଇଥାଏ, ଯେଉଁଟାକି ଆମର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ସବୁଗୁଡ଼ିକ। କ୍ୱେଶ୍ଚନ୍ ନମ୍ବର 26 ସେ କହୁଛି ବିଭକ୍ତି ଯୁକ୍ତ ହେଲେ ବିଶେଷ୍ୟର ଆକୃତିରେ ପରିବର୍ତ୍ତନ ଘଟେ କି? ଅପସନ୍ କହୁଛି ପରିବର୍ତ୍ତନ ହୁଏ, ପରିବର୍ତ୍ତନ ହୁଏ ନାହିଁ, ନୂତନ ଶବ୍ଦ ସୃଷ୍ଟି ହୁଏ, କୌଣସିଟି ନୁହେଁ। କ୍ୱେଶ୍ଚନ୍ ନମ୍ବର 26 ବିଭକ୍ତି ଯୁକ୍ତ ହେଲେ ବିଶେଷ୍ୟର ଆକୃତିରେ ପରିବର୍ତ୍ତନ ଘଟେ କି? ତ ପିଲାମାନେ ମନେ ରଖିଥିବେ ବିଭକ୍ତି ଯୁକ୍ତ ହେଲେ ବିଶେଷ୍ୟର ଆକୃତିର ପରିବର୍ତ୍ତନ ହୁଏ ନାହିଁ, ଯେଉଁଟାକି ଆମର ଅପସନ୍ ନମ୍ବର ବି କରେକ୍ଟ ଆନ୍ସର ହେଇଯିବ। ପରବର୍ତ୍ତୀ କ୍ୱେଶ୍ଚନ୍ ନମ୍ବର 27 ସେ କହୁଛି ଲେଖା ସରିଲା ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷ୍ୟ ଅଟେ? ଅପସନ୍ ଦେଲା ଆମକୁ ସରଳ ବିଶେଷ୍ୟ, ଯୌଗିକ ବିଶେଷ୍ୟ, ଅଗଣନୀୟ ବିଶେଷ୍ୟ, କୌଣସିଟି ନୁହେଁ। ଲେଖା ସରିଲା ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷ୍ୟ ଅଟେ? এই লেখাটা କୋଉ ପ୍ରକାର ବିଶେଷ୍ୟ ଅଟେ? এটা ଗୋଟେ ସିମ୍ପଲ ବାକ୍ୟ ଅଟେ, ଯାହାକୁ ଆମେ ସରଳ ବୋଲି କହିଥାଉ। ସରଳ ବିଶେଷ୍ୟ ସଠିକ୍ ଆନ୍ସର ହେଇଯିବ। କ୍ୱେଶ୍ଚନ୍ ନମ୍ବର 28 ସେ କହୁଛି ଲେଖା ଜୋଖାରେ ସେ ମୋର ଦାଦା ହେବେ ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ଅଟେ? ତ ଅପସନ୍ ଅଛି ସମ୍ମୁଖରେ ସରଳ ବିଶେଷ୍ୟ, ଜଟିଳ ବିଶେଷ୍ୟ, ଯୌଗିକ ବିଶେଷ୍ୟ, ଅଗଣନୀୟ ବିଶେଷ୍ୟ। ଲେଖା ଜୋଖାରେ ସେ ମୋର ଦାଦା ହେବେ ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ଅଟେ? ତ ପିଲାମାନେ ମନେ ରଖିଥିବେ এটা ହେଉଛି ଯୌଗିକ ବିଶେଷ୍ୟ, ଯେଉଁଟାକି ଆମର ଅପସନ୍ ନମ୍ବର ସି ସଠିକ୍ ଆନ୍ସର ରହିବ। କ୍ୱେଶ୍ଚନ୍ ନମ୍ବର 29 ସେ କହୁଛି ମୂଳ ଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ ହେଲେ ତାକୁ କି ପ୍ରକାର ବିଶେଷ୍ୟ ବୋଲି କୁହନ୍ତି? ଅପସନ୍ ଦେଇଛି ଆମକୁ ସରଳ ବିଶେଷ୍ୟ, ଯୌଗିକ ବିଶେଷ୍ୟ, ଜଟିଳ ବିଶେଷ୍ୟ, ଗଣନୀୟ ବିଶେଷ୍ୟ। ମୂଳ ଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ କଲେ ତାକୁ କି ପ୍ରକାର ବିଶେଷ୍ୟ କୁହନ୍ତି? ତାକୁ ମନେ ରଖିଥିଲେ ପିଲାମାନେ ତାକୁ ଆମେ ଯୌଗିକ ବିଶେଷ୍ୟ ବୋଲି କହିଥାଉ। ତ ଅପସନ୍ ନମ୍ବର ବି କରେକ୍ଟ ଆନ୍ସର ହେଇଯିବ। କ୍ୱେଶ୍ଚନ୍ ନମ୍ବର 30 ଦେଖୁଛି ଯୌଗିକ ବିଶେଷ୍ୟ ଗୁଡ଼ିକ କିପରି ଲେଖାଯିବା ଉଚିତ? ଛାଡ଼ି ଛାଡ଼ି, ଯୋଡ଼ି ଯୋଡ଼ି, ତଳକୁ ତଳ, କୌଣସିଟି ନୁହେଁ। ଯୌଗିକ ବିଶେଷ୍ୟ ଗୁଡ଼ିକ କିପରି ଲେଖା ହେବା ଉଚିତ? ତ ମନେ ରଖିଥିବେ ପିଲାମାନେ ଯୌଗିକ ବିଶେଷ୍ୟ ଗୁଡ଼ିକ ଯୋଡ଼ି ଯୋଡ଼ି ଲେଖା ହେବା ଉଚିତ। ତ ପିଲାମାନେ କହିବାକୁ ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଗୋଟେ ଲାଇକ୍ କରିଦେବେ। ତ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଆସିଥିଲେ ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା କି
ସମସ୍ତ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ପରବର୍ତ୍ତୀ କ୍ୱେଶ୍ଚନ ନମ୍ବର 31 କହୁଛି ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ବିଶେଷ୍ୟକୁ ଚିହ୍ନଟ କର। ଗଙ୍ଗା, ଯମୁନା, ଗୋଦାବରୀଶ, କାବେରୀ, ମହାନଦୀ। ତ ଏମାନଙ୍କ ମଧ୍ୟରୁ ବିଶେଷ୍ୟ କୋଉଟା ଅଟେ? ତ ଏଠାରେ ବିଶେଷ୍ୟ ହେଇଯିବ ଗୋଦାବରୀଶ, ଯୋଉଟାକି ଆମର ଅପସନ୍ ନମ୍ବର ଡି କରେକ୍ଟ ଆନ୍ସର ଅଟେ। କ୍ୱେଶ୍ଚନ ନମ୍ବର 32 ହଉଛି ଲୁହ, ରକ୍ତ, ପଥର, ସୁନା, ସୁଖ ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ୟଟି କୋଉଟା ଚିହ୍ନ? କ୍ୱେଶ୍ଚନ ନମ୍ବର 32 ଲୁହ, ରକ୍ତ, ପଥର, ସୁନା, ସୁଖ ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ୟଟି କେଉଁଠି ଚିହ୍ନ? ତ ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ୟ ପଦଟି ହେଉଛି ସୁଖ। କ୍ୱେଶ୍ଚନ ନମ୍ବର 33 ଦେଖୁଛୁ ଲଢ଼େଇ, ଖେଳ, ପଢ଼ିବା, ରାନ୍ଧଣା, ଖେଳାଳି ଏମାନଙ୍କ ମଧ୍ୟରୁ ଭିନ୍ନ ବିଶେଷ୍ୟଟି କେଉଁଠି ଅଟେ? ତ ମନେ ରଖିଥିବେ ପିଲାମାନେ, ଆର ସଠିକ୍ ଆନ୍ସର ହେଇଯିବ ଖେଳ, ଯୋଉଟାକି ଅପସନ୍ ନମ୍ବର ବି। ସରି, ଆର ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଖେଳାଳି। এটা ବିଶେଷ୍ୟ ପଦ ଅଟେ। क्वेश्चन नंबर 34 कौची केउंटी विशेष्य पद अटे? तो ऑप्शन देछि हमको पालित, पालन, पालनीय, पालिला एमानक मध्यरु केउटा विशेष्य पद अटे? तो करेक्ट आंसर है जो पालन, एटा गोटे विशेष्य पद अटे। क्वेश्चन नंबर 1 देखुछि विशेषण पदर लक्षण एमानक मध्यरु केउंटी अटे? आराम से देखंतु ऑप्शन को, विशेषण पदर लक्षण एमानक मध्यरु केउंटी अटे? आराम से देखंतु ऑप्शन को, तो करेक्ट आंसर है जो पिला माने ऑप्शन नंबर डी सबु गुड़िक। विशेष्यर गुण को प्रकाश करुवा पद अटे, विशेष्यर अवस्था को विशेषित करुवा पद, विशेष्यर परिमाण और संख्या को सूचित करुवा पद। तो ए समस्त हो सठिक आंसर, तो ऑप्शन नंबर डी करेक्ट आंसर अटे। क्वेश्चन नंबर 2 से कहूँ पड़िया रे काली गाईटीए चरुची, यही वाक्य विशेषण पद केउंटी अटे? पड़िया काली गाई चरुची, तो एठार विशेषण पद हो काली। परवर्ती क्वेश्चन, क्वेश्चन नंबर 3 देखो विशेषण पदटी विशेष्य पदर केउंथिरे व्यवहृत होइताय? विशेष्य पूर्वरु, विशेष्य परे,
ବିଶେଷ୍ୟର ମଝିରେ ପ୍ରଥମ ଦୁଇଟି ଠିକ୍। ବିଶେଷଣ ପଦଟି ବିଶେଷ୍ୟ ପଦର କେଉଁଠାରେ ବ୍ୟବହୃତ ହୋଇଥାଏ? ତ ପିଲାମାନେ ମନେ ରଖିଥିବେ ବିଶେଷ୍ୟ ପୂର୍ବରୁ ଏବଂ ବିଶେଷ୍ୟ ପରେ ଏସବୁ ୟୁଜ୍ ହୋଇଥାଏ। ତ ସଠିକ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। क्वेश्चन नंबर 4 देखुछि जो विशेषण पद विशेष्य पदर पूर्वर व्यवहृत होता है ताकू कौन कुआ जाए? विशेष्य पदर पूर्वर यदि व्यवहृत हुए ताकू आमे कौन बोली कहि थाउ? विधेय विशेषण, विशेष्यर विशेषण, विशेषणर विशेषण, कौनसी नुहे। तो पिला माने मन रखिथिबे विशेषण पद जदि विशेष्य पूर्वर व्यवहृत हुए ताकू आमे विशेष्यर विशेषण बोली कहबा। जोटा हमर ऑप्शन नंबर सी सटीक आंसर है। क्वेश्चन नंबर 5 देखो जो विशेषण पद विशेष्य पद पर व्यवहृत होते ताकू आमे कौन बोली कहि थाउ? तो पूर्वर आम कले यदि विशेष्य पद पूर्वर व्यवहृत होते ताकू आमे विशेष्यर विशेषण बोली कले एठी पचाछि विशेष्य पद पर जदि आमे यूज करबा ताले कौन हेबो? तो पिला माने मन रखिथिबे यदि विशेष्य पर यूज होइते ताकू आमे विधेय विशेषण बोली कहि थाउ। तो मन रखिथिबे पिला माने। क्वेश्चन नंबर 6 से कहूँ बसंत ऋतु रे दक्षिणा पवन बहे रेखांकित पदटी केउं प्रकार विशेषण अटे? अवस्थावाचक, संख्यावाचक, पूर्णवाचक, गुणवाचक। बसंत ऋतु रे दक्षिणा पवन बहे केउं प्रकार विशेषण अटे? तो मन रखते पिला माने आर होचे गुणवाचक विशेषण अटे जोटा कि हमर ऑप्शन नंबर डी। क्वेश्चन नंबर 7 देखुछि गुणवाचक विशेषणर विशेषत्व कोन अटे? क्वेश्चन नंबर 7 गुणवाचक विशेषणर विशेषत्व कोन अटे? आराम से देखंतु ऑप्शन को। तो करेक्ट आंसर है पिला माने विशेष्यर धर्म, स्वभाव और प्रकृति को विशेषित करे ताको आमे विशेषणर विशेषत्व बोली कहि थाउ। तो ऑप्शन नंबर सी सटीक आंसर है। क्वेश्चन नंबर 8 कहूँ ददरा नाटी नई रे बुड़ी गला एठारे व्यवहृत विशेषण पदटी केउं प्रकार अटे? संख्यावाचक, पूर्णवाचक, अवस्थावाचक, गुणवाचक। ददरा नाटी नई रे बुड़ी गला एठारे व्यवहृत विशेषण पदटी केउं प्रकार अटे? तो मन रखते पिला माने एठारे होचे विशेषण पदटी हे जिवो अवस्थावाचक। क्वेश्चन नंबर 9 से कहला बुढ़ा लोकटी शीतरे थरुची एठारे व्यवहृत विशेषण पदटी केउं प्रकार अटे? बुढ़ा लोकटी शीतरे थरुची। अच्छा से कहिछि ऑप्शन देछि हम गुणवाचक, पूर्णवाचक, संख्यावाचक, अवस्थावाचक। बुढ़ा लोकटी शीतरे थरुची एठारे व्यवहृत विशेषण पदटी केउं प्रकार अटे? तो मन रखते पिला माने एटा होछि अवस्थावाचक। एठारे व्यवहृत विशेषण पदटी होछि अवस्थावाचक प्रकार अटे। क्वेश्चन नंबर 10 देखुछि राज्यसभा रे 250 सभ्य अटंती एही वाक्य रे विशेषण पद केउंटी?
ଅପସନ୍ ଦେଇଛି ରାଜ୍ୟସଭା ସଭ୍ୟ 250 ଅଛନ୍ତି। ତ ଏମାନଙ୍କ ମଧ୍ୟରୁ ବିଶେଷଣ ପଦ କେଉଁଠି ଅଟେ? ତ ପିଲାମାନେ ମନେ ରଖିଥିବେ ଏଟାର ବିଶେଷଣ ପଦ ହେଇଯିବ 250, ଯୋଉଟାକି ଆମର ଅପସନ୍ ନମ୍ବର ସି କରେକ୍ଟ ଆନ୍ସର ହେଇଯିବ। क्वेश्चन नंबर 12 से कौन 1200 बढ़ई 16 वर्ष लगी कोणार्क मंदिर गढ़ी ଏହି ବାକ୍ୟରେ ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାର ବିଶେଷଣ ଅଟେ? 1216 ବର୍ଷ ଏଟା କେଉଁ ପ୍ରକାର ବିଶେଷଣ ସେ ପଚାରିଛି? ଗୁଣବାଚକ, ପୂରଣବାଚକ, ସଂଖ୍ୟାବାଚକ, ବ୍ୟବସ୍ଥାବାଚକ। ତ ପିଲାମାନେ ମନେ ରଖିଥିବେ ଏଟା ହେଇଯିବ ଅପସନ୍ ନମ୍ବର ସି ସଂଖ୍ୟାବାଚକ। क्वेश्चन नंबर 13 से कौन कौन संख्यावाचक विशेषण पद क्रमान्वये सबु संख्या बा समष्टि को न बुझाई एक निर्दिष्ट संख्या को बुझाइले ताको कि प्रकार विशेषण बोली कही थाउ? तो ऑप्शन देछि हमको अवस्थावाचक, संख्यावाचक, पूर्णवाचक, गुणवाचक। कौनसी संख्यावाचक विशेषण पद क्रमान्वये सबु संख्या बा समष्टि को न बुझाई एक निर्दिष्ट संख्या को बुझाइले ताको कि प्रकार विशेषण बोली कहा जायଥାଏ? तो पिला माने मन रखिथिबे याकू आमे पूर्णवाचक विशेषण बोली कही थाउ, जोटा कि हमर ऑप्शन नंबर सी करेक्ट आंसर होते। क्वेश्चन नंबर 14 कुछ पांडव माने पांच भाई थिले सेमानक मध्य अर्जुन तृतीय भाई रेखांकित पदकय क्रमान्वये केउं प्रकार विशेषण अटे? तो ऑप्शन देछि हमको पूर्णवाचक, संख्यावाचक, संख्यावाचक, तुलनात्मक संख्यावाचक, पूर्णवाचक, कौनसिटी नुहे। पांडव माने पांच भाई थिले सेमानक मध्य अर्जुन तृतीय भाई रेखांकित पदद्वय क्रमान्वये केउं प्रकार विशेषण अटे? तो करेक्ट आंसर है पिला माने संख्यावाचक, पूर्णवाचक, जोटा कि हमर ऑप्शन नंबर सी करेक्ट आंसर है। क्वेश्चन नंबर 15 देखुची दुजे महिरे बीजे बरसा काल एठार विशेषण पदटी केउंठी अटे? मही, बीजे, दुजे, बरसा काल। दुजे महिरे बीजे बरसा काल एठार विशेषण पद केउंठी अटे? एठार विशेषण पद है जीवो दुजे, जोटा कि हमर ऑप्शन नंबर सी करेक्ट आंसर है। क्वेश्चन नंबर 16 देखो खाई सारिबा परे मु ढाळे पानी पिए रेखांकित पदटी केउ प्रकार विशेषण अटे? संख्यावाचक, पूर्णवाचक, परिमाणवाचक, कौनसिटी नुहे। खाई सारिबा परे मु ढाळे पानी पिए रेखांकित पदटी केउ प्रकार विशेषण अटे? तो पिला माने मन रखिथिबे ढाळे पानी, बेले पखाल ये सब क्वांटिटी को बुझाइଥାଏ बा परिमाणवाचक हम जाको कहिथाउ। तो ऑप्शन नंबर सी करेक्ट आंसर है ये। क्वेश्चन नंबर 17 देखो विपुल धन मनुष्य को सुख दिए नहीं एठारे विशेषण पदटी केउं प्रकार अटे? पूर्णवाचक, गुणवाचक, परिमाणवाचक, संख्यावाचक। विपुल धन मनुष्य को सुख दिए नहीं एठारे विशेषण पदटी केउं प्रकार अटे?
ତ ଏହାର କରେକ୍ଟ ଆନ୍ସର ହେଇଯିବ ପରିମାଣ ବାଚକ, ଯୋଉଟାକି ଆମର ଅପସନ୍ ନମ୍ବର ସି। କ୍ୱେଶ୍ଚନ୍ ନମ୍ବର 18 ସେ କହୁଛି ଢକେ ପି ଦଣ୍ଡେ ଜି, ଅବସ୍ଥା ଆମର କେବେ ଯିବ, ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ଅଟେ? ପୂରଣବାଚକ, ଗୁଣବାଚକ, ପରିମାଣବାଚକ, ସଂଖ୍ୟାବାଚକ। ଢକେ ପି ଦଣ୍ଡେ ଜି, ଅବସ୍ଥା ଆମର କେବେ ଯିବ, ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ଅଟେ? ତ ଏହାର କରେକ୍ଟ ଆନ୍ସର ହେଇଯିବ ପରିମାଣ ବାଚକ। କ୍ୱେଶ୍ଚନ୍ ନମ୍ବର 19 ଘୋଡ଼ା ଚଞ୍ଚଳ ଦୌଡ଼ି ପାରେ, ଏହି ବାକ୍ୟରେ ବ୍ୟବହୃତ ବିଶେଷଣ ପଦ କେଉଁଟି ଅଟେ? ଉଦ୍ଦିଷ୍ଟ ବିଶେଷଣ, ବିଧେୟ ବିଶେଷଣ, କ୍ରିୟା ବିଶେଷଣ, ତୁଳନାତ୍ମକ ବିଶେଷଣ। କହୁଛି ଘୋଡ଼ା ଚଞ୍ଚଳ ଦୌଡ଼ି ପାରେ, ଏହି ବାକ୍ୟରେ ବ୍ୟବହୃତ ବିଶେଷଣ ପଦ କେଉଁଟି ଅଟେ? ତ ଏହାର କରେକ୍ଟ ଆନ୍ସର ହେଇଯିବ ପିଲାମାନେ କ୍ରିୟା ବିଶେଷଣ, ଯୋଉଟାକି ଅପସନ୍ ନମ୍ବର ସି ସଠିକ୍ ଆନ୍ସର ହେଇଯିବ। କ୍ୱେଶ୍ଚନ୍ ନମ୍ବର 20 କହୁଛି ଫିକା ନେଳି ରଙ୍ଗର ଗୁଡ଼ିଟି ଉଡୁଛି, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ଅଟେ? ଫିକା ନେଳି ରଙ୍ଗର ଗୁଡ଼ିଟି ଉଡୁଛି, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ଅଟେ? ତ ଅପସନ୍ ଦେଇଛି ଆମକୁ ବିଶେଷଣର ବିଶେଷଣ, ବିଶେଷଣର ବିଶେଷ୍ୟ, ବିଶେଷ୍ୟର ବିଶେଷଣ, କୌଣସିଟି ନୁହେଁ। ଫିକା ନେଳି ରଙ୍ଗର ଗୁଡ଼ିଟି ଉଡୁଛି, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ଅଟେ? ତ ପିଲାମାନେ ମନେ ରଖିଥିବେ ଆର କରେକ୍ଟ ଆନ୍ସର ହେଇଯିବ ବିଶେଷ୍ୟର ବିଶେଷଣ। ଫିକା ନେଳି ରଙ୍ଗର ଗୁଡ଼ିଟି ଉଡୁଛି, ଏ ଯୋଉ ନେଳିଟା ଅଟେ ବିଶେଷ୍ୟର ବିଶେଷଣ ହେଇଯିବ। କ୍ୱେଶ୍ଚନ୍ ନମ୍ବର 21 ଦେଖୁଛି ନିପଟ ମଫସଲିଆ ଲୋକଟି ଠକିଗଲା, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ଅଟେ? ନିପଟ ମଫସଲିଆ ଲୋକଟି ଠକିଗଲା, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ଅଟେ? ତ ଅପସନ୍ ଦେଲା ବିଶେଷ୍ୟର ବିଶେଷଣ, ବିଶେଷଣର ବିଶେଷଣ, ବିଶେଷଣର ବିଶେଷ୍ୟ, କୌଣସିଟି ନୁହେଁ। ନିପଟ ମଫସଲିଆ ଲୋକଟି ଠକିଗଲା, ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ଅଟେ? ତ ସଠିକ୍ ଆନ୍ସର ହେଇଯିବ ବିଶେଷଣର ବିଶେଷଣ, ଯୋଉଟାକି ଆମର ଅପସନ୍ ନମ୍ବର ସି ସଠିକ୍ ଆନ୍ସର ହେଇଯିବ। କ୍ୱେଶ୍ଚନ୍ ନମ୍ବର 22 କହୁଛି କ୍ରିୟା ବିଶେଷଣର ବିଶେଷତ୍ୱ କ'ଣ ଅଟେ? କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ, ବିଶେଷଣକୁ ବିଶେଷିତ କରୁଥିବା ବିଶେଷଣ, ବିଶେଷ୍ୟକୁ ବିଶେଷିତ କରୁଥିବା ବିଶେଷଣ, କୌଣସିଟି ନୁହେଁ। କ୍ରିୟା ବିଶେଷଣର ବିଶେଷତ୍ୱ କ'ଣ ଅଟେ? ତ ପିଲାମାନେ ମନେ ରଖିଥିବେ କ୍ରିୟା ବିଶେଷଣର ବିଶେଷତ୍ୱ ହେଉଛି କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ, ଯୋଉଟାକି ଆମର ଅପସନ୍ ନମ୍ବର ଏ ସଠିକ୍ ଆନ୍ସର ହେଇଯିବ। କ୍ୱେଶ୍ଚନ୍ ନମ୍ବର 23 କହୁଛି ଦୀପଟି ମିଞ୍ଜି ମିଞ୍ଜି ଜଳୁଛି, ଏହି ବାକ୍ୟରେ ବ୍ୟବହୃତ ବିଶେଷଣଟି କି ପ୍ରକାର ଅଟେ? ଦୀପଟି ମିଞ୍ଜି ମିଞ୍ଜି ଜଳୁଛି, ଏ ବାକ୍ୟରେ ବ୍ୟବହୃତ ବିଶେଷଣ କି ପ୍ରକାରର ଅଟେ? ତ ଅପସନ୍ ଦେଲା ଆମକୁ ତୁଳନାତ୍ମକ ବିଶେଷଣ, ବିଧେୟ ବିଶେଷଣ, ଉଦ୍ଦିଷ୍ଟ ବିଶେଷଣ, କ୍ରିୟା ବିଶେଷଣ। କ୍ୱେଶ୍ଚନ୍ ନମ୍ବର 23 ତ ପିଲାମାନେ ମନେ ରଖିଥିବେ ଦୀପଟି ମିଞ୍ଜି ମିଞ୍ଜି ଜଳୁଛି, ଏହି ବାକ୍ୟରେ ବ୍ୟବହୃତ ବିଶେଷଣଟି କ୍ରିୟା ବିଶେଷଣ ଅଟେ, ଯୋଉଟାକି ଆମର ଅପସନ୍ ନମ୍ବର ଡି
क्वेश्चन नंबर 24 ठीक अछि तुलनात्मक विशेषण कहले कौन बुझा जाए जोड़क हम कंपेयर करथाउ तो ऑप्शन लखौछि दुई बा तत्वधिक विशेषण मध्यरे तुलना दुई बा तत्वधिक विशेष्य मध्यरे तुलना दुई बा तत्वधिक क्रिया मध्यरे तुलना कौनसिटी नुहे तुलनात्मक विशेषण कहले तमे कौन बुझिथाओ तो पिला माने मन रखिथिबे दुई बा तत्वधिक विशेष्य मध्यरे तुलना କରିବାକୁ ताको ଆମେ तुलनात्मक विशेषण ବୋଲି କହିଥାଉ तो ऑप्शन नंबर बी करेक्ट आंसर अटे दुई बा तत्वधिक विशेष्य मध्यरे तुलना କରିବାକୁ ଆମେ तुलनात्मक विशेषण ବୋଲି କହିଥାଉ क्वेश्चन नंबर 25 देखो जी हिमालय भारतर उच्चतम पर्वत ଏହି ବାକ୍ୟରେ ବିଶେଷଣଟି କି ପ୍ରକାର ବିଶେଷଣ ଅଟେ ହିମାଳୟ ଭାରତର ଉଚ୍ଚତମ ପର୍ବତ ଏହି ବାକ୍ୟରେ ବିଶେଷଣଟି କି ପ୍ରକାର ବିଶେଷଣ ଅଟେ ସେ ऑप्शन देला तुलनात्मक विशेषण क्रिया विशेषण विधेय विशेषण उद्दिष्ट विशेषण तो करेक्ट आंसर कोटा है पिला माने हिमालय भारतर उच्चतम पर्वत ए वाक्य विशेषणटी कि प्रकार विशेषण अटे तो करेक्ट आंसर है पिला माने तुलनात्मक विशेषण जोटा कि आमर हिमालय सहित भारत को कंपेयर कराउछे सेति आम तुलनात्मक विशेषण एठार हो गला क्वेश्चन नंबर 26 कुछ क्रियावाचक विशेषण क्या कह जाए से ऑप्शन देछि क्रिया को विशेषित करुवा विशेषण पद विशेष्य जात पद जहाँ विशेष्य को विशेषित करे क्रियार जात पद जहाँ विशेष्य को विशेषित करे कौन सी नुहे क्रियावाचक विशेष्य क्या कह जाए तो पिला माने मन रखिबे क्रियार जात पद जहाँ विशेष्य को विशेषित करे ताको आमे क्रियावाचक विशेषण बोली कहिताउ तो ऑप्शन नंबर डी सॉरी सी करेक्ट आंसर अटे क्वेश्चन नंबर 27 तो गरजिला मेघ बरसे नाई रेखांकित पदटी कि प्रकार विशेषण अटे तो ऑप्शन देछि क्रिया विशेषण क्रियावाचक विशेषण विधेय विशेषण तुलनात्मक विशेषण गरजिला मेघ बरसे नाई रेखांकित पदटी कि प्रकार विशेषण अटे तो यार सठिक आंसर है पिला माने गरजिला एटा होची क्रियावाचक विशेषण जोटा कि हमर ऑप्शन नंबर बी सठिक आंसर है जिवो क्वेश्चन नंबर 28 देखो जी पूजारीटी जलंता काठरे कुकुर को पिटिला यह केउ प्रकार विशेषण अटे उद्दिष्ट विशेषण विधेय विशेषण क्रिया विशेषण क्रियावाचक विशेषण क्वेश्चन नंबर 28 जी पूजारीटी जलंता काठरे कुकुर को पिटिला ये जलंता केउ प्रकार विशेषण अटे तो जलंता गोटे क्रियावाचक विशेषण हो जोटा कि हमारे ऑप्शन नंबर डी करेक्ट आंसर अटे क्वेश्चन नंबर 29 ठीक अच्छे जो बाटर हेले हेले भी यही कामटी कर रेखांकित पदगुड़िक के प्रकार विशेषण अटे ऑप्शन देला क्रियाज विशेषण सार्वनामिक विशेषण विशेष्य रूपी विशेषण विशेषणर विशेषण
ଯେଉଁ ବାଟରେ ହେଲେ ବି ଏହି କାମଟି କର। ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ଅଟେ? ତ ପିଲାମାନେ ମନେ ରଖିଥିବେ, ଏହାର ସଠିକ୍ ଆନ୍ସର୍ ହେଇଯିବ ସାର୍ବନାମିକ ବିଶେଷଣ, ଯେଉଁଟାକି ଆମର ଅପସନ୍ ନମ୍ବର ବି କରେକ୍ଟ ଆନ୍ସର୍ ଅଟେ। କ୍ୱେଶ୍ଚିନ୍ ନମ୍ବର 30 ସେ କହୁଛି, ଏପରି କଥା ମୁଁ କେବେ ଶୁଣି ନଥିଲି। ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ଅଟେ? ଏପରି କଥାଟି ମୁଁ କେବେ ଶୁଣି ନଥିଲି। ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷଣ ଅଟେ? ଅପସନ୍ ଦେଲା ଆମକୁ ସାର୍ବନାମିକ ବିଶେଷଣ, କ୍ରିୟାଜ ବିଶେଷଣ, ବିଶେଷ୍ୟ ରୂପୀ ବିଶେଷଣ, ବିଶେଷଣର ବିଶେଷଣ। ଏପରି ଏହି ପଦଟି କେଉଁ ପ୍ରକାର ବିଶେଷଣ ଅଟେ? ତ ପିଲାମାନେ ମନେ ରଖିଥିବ, ଏଟା ହେଇଯିବ ସାର୍ବନାମିକ ବିଶେଷଣ। ଆଜିର ଶେଷ କ୍ୱେଶ୍ଚନ୍ ପିଲାମାନେ, କ୍ୱେଶ୍ଚନ୍ ନମ୍ବର 31 ଦେଖୁଛି, ଛଣ ଘର ଟାଇଲ ଘର ଠାରୁ ଥଣ୍ଡା। ରେଖାଙ୍କିତ ପଦଦ୍ୱୟ କେଉଁ ଧରଣର ବିଶେଷଣ ଅଟନ୍ତି? ଛଣ ଘର ଟାଇଲ ଘର ଠାରୁ ଥଣ୍ଡା। ରେଖାଙ୍କିତ ପଦଦ୍ୱୟ କେଉଁ ଧରଣର ବିଶେଷଣ ଅଟନ୍ତି? ସେ ଅପସନ୍ ଦେଇଛି ବିଶେଷ୍ୟ ରୂପୀ ବିଶେଷଣ, ବିଶେଷଣ ବିଶେଷଣ, ବିଶେଷଣର ବିଶେଷଣ, କ୍ରିୟା ବିଶେଷଣ। ଛଣ ଟାଇଲ ଏଗୁଡ଼ିକ ହେଇଯିବ ବିଶେଷ୍ୟ ରୂପୀ ବିଶେଷଣ, ଯେଉଁଟାକି ଆମର ଅପସନ୍ ନମ୍ବର ଏ ସଠିକ୍ ଆନ୍ସର୍ ଅଟେ। ତ ପିଲାମାନେ କହି ରଖୁଛି, ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଗୋଟେ ଲାଇକ୍ କରିଦେବେ ଏବଂ ଆପଣ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରିଦେବେ, ଯାହାଦ୍ୱାରା ସେମାନେ ମଧ୍ୟ ବେନିଫିଟେଡ଼୍ ହୋଇପାରିବେ। ତ ପିଲାମାନେ ଆଜି ପାଇଁ ଏତିକି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ।